শুভ সন্ধ্যা। আজির ইতিহাস পাঠ্যক্রমে ବୋର୍ଡ দ্বারা প্রদীপ্ত স্বতন্ত্র ওড়িশা প্রদেশ গঠন বিষয়ে আমি আলোচনা করি। ওড়িশা ভারতের পূর্বাঞ্চলে অবস্থিত। ওড়িশার ঐতিহ্য, ওড়িশার গৌরব, প্রাচীন কীর্তিরাজি সমগ্র বিশ্ববিদিত। কিন্তু ঘটনাক্রমে ওড়িশা কেবল পରାଧୀନ ହେଲା ନାହିଁ, ଓଡ଼ିଶାକୁ ଖଣ୍ଡ ବିଖଣ୍ଡ କରିଦିଆଗଲା। କୁହାଯାଏ ମୁକୁନ୍ଦ ଦେବ ଓଡ଼ିଶାର ଶେଷ ସ୍ୱାଧୀନ ଶାସକ ଥିଲେ। ତାଙ୍କ ପରେ ଓଡ଼ିଶା କ୍ରମଶଃ ଦୁର୍ବଳ। ତେଣୁ ଓଡ଼ିଶାର ପରାଧୀନତାକୁ ଆଲୋଚନା କରିବା ପୂର୍ବରୁ ଆମେ ଓଡ଼ିଶାର ଗର୍ବ ଗୌରବ ଏବଂ ଅତୀତର ଗୌରବମୟ ଇତିହାସ ବିଷୟରେ ସମ୍ୟକ୍ ଆଲୋଚନା କରିବା। ଯେଉଁଥିପାଇଁ କି କୁଳବୁଦ୍ଧ, ଉତ୍କଳ ଗୌରବ ମଧୁସୂଦନ ଦାସ ସନ୍ତାନର ଉକ୍ତି କବିତାରେ ଗୋଟିଏ ପଦରେ ସେ ଲେଖିଛନ୍ତି, ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁତୁ କେତେ ଦିନେ, ପୂର୍ବ ଗୌରବ ପୂର୍ବ ସାହସ କରୁ ବିଧି ଗୌରବ। କର୍ପୂର ଉଡ଼ିଯାଇଛି, କଣ୍ଡା ପଡ଼ି ରହିଛି। ଆଜି ମଧ୍ୟ ଗଜପତି ମହାରାଜଙ୍କର ପୁଷ୍ପାଭିଷେକ ସମୟରେ ତଥା ଆମର ହିନ୍ଦୁ ପରିବାରରେ ଜନ୍ମଜାତକ ତାଳପତ୍ରରେ ପ୍ରସ୍ତୁତ କଲାବେଳେ ସେଥିରେ ଲେଖାଯାଉଛି ଓಂ ଶ୍ରୀ 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 ନବପତି କର୍ଣ୍ଣାଟକ ଭୁବନେଶ୍ୱର ଇତ୍ୟାଦି ଇତ୍ୟାଦି ଲେଖାଯାଉଛି। ଅର୍ଥାତ୍ ଓଡ଼ିଶାର ଗଜପତି ରାଜାମାନେ ଦିନେ ଏକ ଶକ୍ତିଶାଳୀ ଭୂଖଣ୍ଡର ଅଧିପତି ବା ନଳପତି ଥିଲେ। ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ଓଡ଼ିଶାର ସୀମା ସରହଦ ବ୍ୟାପକ। ଓଡ଼ିଶାର ସାଧବ ପୁଅମାନେ ସୁଦୂର ଜାଭା, ସୁମାତ୍ରା, ବାଲି ଆଦି ଅନେକ ବିଦେଶୀ ଦ୍ୱୀପମାନଙ୍କୁ ଯାଇ ବ୍ୟବସାୟ ବାଣିଜ୍ୟ କରି ନିଜ ରାଜ୍ୟକୁ ବୋଇତରେ ଭରି ସୁନା ରୂପା ମୂଲ୍ୟବାନ ଧାତୁ ନେଇ ଆସୁଥିଲେ। ତେଣୁ ଆଜି ସେ ସାଧବ ପୁଅ ନାହାନ୍ତି କି ସେ ବୋଇତରେ ଯାଇ ସାତ ସମୁଦ୍ର ତେର ନଈ ପାରି ହେଇ ସୁଦୂର ଦ୍ୱୀପମାନଙ୍କରେ ବ୍ୟବସାୟ ବାଣିଜ୍ୟର କାରବାର ଆଉ ନାହିଁ। କିନ୍ତୁ ଆମେ ପ୍ରତିବର୍ଷ 1000 ବର୍ଷର ସହର କଟକ ସହରର ମହାନଦୀ କୂଳରେ ବିଶ୍ୱସ୍ତରୀୟ ବାଲିଯାତ୍ରା ଉତ୍ସବ କେବଳ ଅତୀତର ସେ ଗୌରବମୟ ବ୍ୟବସାୟ ବାଣିଜ୍ୟକୁ ସ୍ମରଣ କରିବା ପାଇଁ ତାକୁ ପାଳନ କରୁଛୁ। ଇତିହାସ କହେ
ଖାରବେଳଙ୍କ କଥା ମଗଧ ସମ୍ରାଟଙ୍କ ସହିତ ଖ୍ରୀଷ୍ଟପୂର୍ବ 261ରେ କଳିଙ୍ଗ ଯୁଦ୍ଧରେ ଲକ୍ଷାଧିକ ସୈନିକ ବୀର ଓଡ଼ିଆ ପାଇକ ମୃତ୍ୟୁବରଣ କରିଥିଲେ, କିନ୍ତୁ ପରାଜୟକୁ ସ୍ୱୀକାର କରିନଥିଲେ। ଦୟା ନଦୀର ପାଣି ରକ୍ତରେ ଲାଲ ହୋଇଯାଇଥିଲା ଏବଂ ମଗଧର ତତ୍କାଳୀନ ଚଣ୍ଡାଶୋକ ଉପଭୁକ୍ତଙ୍କ ଠାରୁ ବୌଦ୍ଧ ଧର୍ମ ଗ୍ରହଣ କରି ଧର୍ମାଶୋକରେ ଗ୍ରହଣ କରିଥିଲେ। ସେଦିନ ସେହି ଇତିହାସକୁ ଖାରବେଳ ମହାମେଘ ମହାମୟ ଖାରବେଳ ସ୍ମୃତି ପଟରେ ବିଚାର କରି ତାଙ୍କ ଶାସନ କାଳରେ ଥରେ ଦୁଇ ଥର ମଗଧ ଆକ୍ରମଣ କରିଥିଲେ ଏବଂ ମଗଧର ରାଜବାସକୁ ମାଟିରେ ମିଳେଇ ଦେଇଥିଲେ। ତେଣୁ ସେଇ ଚେଦିବଂଶର ରାଜା ଖାରବେଳ ହିଁ ଓଡ଼ିଶାର ବୀରତ୍ୱକୁ ସମଗ୍ର ବିଶ୍ୱରେ ପ୍ରତିପାଦିତ କରିଥିଲେ, ଯାହାଙ୍କ ଶକ୍ତି ଆଗରେ ବୈଦେଶିକ ଆଫଗାନିସ୍ତାନର ବର୍ତ୍ତମାନ ଯାହାକୁ ଆମେ କହୁଛୁ ଆଫଗାନିସ୍ତାନ ଦୁର୍ଦ୍ଦଶ ଶାସକମାନେ ଓଡ଼ିଶା ତ ଦୂରର କଥା ଭାରତର ସୀମାକୁ ମଧ୍ୟ ସ୍ପର୍ଶ କରୁନଥିଲେ। ବୀରତ୍ୱ ବ୍ୟବସାୟ ବାଣିଜ୍ୟ ଗଲା ପରେ କଳାର ରାଜ୍ୟ ଉତ୍କଳ ଭୂଖଣ୍ଡ, ଯାହାକୁ ଆମେ କହୁ ଉତ୍କୃଷ୍ଟ କଳାର ଦେଶ। ବ୍ଲାକ୍ ପାଗୋଡ଼ା ବା କୋଣାର୍କର ସୂର୍ଯ୍ୟ ମନ୍ଦିର ଆଜି ଯଦି ଭଗ୍ନ ଅବସ୍ଥାରେ ନଥାନ୍ତା, ତେବେ ପୃଥିବୀର ସପ୍ତ ଆଶ୍ଚର୍ଯ୍ୟ ବଦଳରେ ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ ରୂପେ ପରିଗଣିତ ହୋଇଥିଲା। ତେଣୁ ଏହି ଅତୀତ ଗୌରବମୟ ଓଡ଼ିଶା ଭୂଖଣ୍ଡ 1803ରେ ଇଂରେଜମାନଙ୍କ ଅଧୀନକୁ ଛାଡ଼ିଥିଲେ। ମରାଠା ଶାସକକୁ ପରାସ୍ତ କରି ଇଂଲଣ୍ଡର ସରକାର, ଯେଉଁଟାକି କମ୍ପାନୀ ସରକାର, ଓଡ଼ିଶାକୁ ଦଖଲ କରିଥିଲେ 1803 ଏବଂ ବଙ୍ଗ, ବିହାର, ଓଡ଼ିଶା ଗୋଟିଏ ଜୋନ୍ ବା ଗୋଟିଏ ପ୍ରୋଭିନ୍ସ ବା ଗୋଟିଏ ରାଜ୍ୟ ରୂପେ ସେ ସମୟରେ କାର୍ଯ୍ୟକାରୀ ହୋଇଥିଲା ଏବଂ ଓଡ଼ିଶା ଏବଂ ଏହି ବଙ୍ଗ, ବିହାର, ଓଡ଼ିଶାର ମୁଖ୍ୟ କାର୍ଯ୍ୟାଳୟ କଲିକତାରେ ଅବସ୍ଥିତ ଥିଲା। ଅନେକ ବଙ୍ଗୀୟଙ୍କ ଚକ୍ରାନ୍ତ ଫଳରେ ଇଂରେଜ ସରକାର ନିଜର ଶାସନଗତ ସୁବିଧା ପାଇଁ ଓଡ଼ିଶାର ସତ୍ତାକୁ ଭୂଗୋଳ ପୃଷ୍ଠାରୁ ଲୋପ କରିବା ପାଇଁ ଯୋଜନା କଲେ। ବଙ୍ଗୀୟ ବ୍ୟକ୍ତିବିଶେଷ ଯାହାଙ୍କ ନାମ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ, ଯିଏକି କହିଥିଲେ ଓଡ଼ିଆ একটা ସ୍ୱତନ୍ତ୍ର ଭାଷା ନয়, ଓଡ଼ିଶାକୁ ଏକ ବଙ୍ଗ ବା କଲିକତାର ଏକ ଅଂଶ ବିଶେଷ ବୋଲି ସେ ଇଂରେଜମାନଙ୍କୁ ବୁଝେଇ ଦେଇଥିଲେ। ଫଳରେ ଓଡ଼ିଶାର କିଛି ଅଞ୍ଚଳ ମଧ୍ୟପ୍ରଦେଶ ସହିତ, କିଛି ଅଞ୍ଚଳ ବିହାର ସହିତ, କିଛି ଅଞ୍ଚଳ ଆନ୍ଧ୍ରପ୍ରଦେଶ ସହିତ ଏବଂ କିଛି ଅଞ୍ଚଳ କଲିକତା ବା ପଶ୍ଚିମବଙ୍ଗ ସହିତ ମିଶି ଦିଆଯାଇଛି ଏବଂ
ଓଡ଼ିଆ ମାନଙ୍କୁ ହିନ୍ଦୀ, ତେଲୁଗୁ, ବଙ୍ଗାଳୀ ଆଦି ଭାଷା ବ୍ୟବହାର କରିବାକୁ ପରୋକ୍ଷରେ ବାଧ୍ୟ କରେ। ଠିକ୍ ତାର 100 ବର୍ଷ ପରେ ଏକ ମହାମନୀଷୀ ଓଡ଼ିଶାର କଟକ ଜିଲ୍ଲାର ସତ୍ୟକାମାପୁରଠାରେ ଜନ୍ମ, ଯାହାକୁ ଆମେ ମଧୁ ବାରିଷ୍ଟର ଭାବରେ ଚିହ୍ନ। କାରଣ ତୁଳସୀ ଦୁଇ ପତ୍ରରୁ ବାସିଲା ପରି ମଧୁବାବୁଙ୍କ ବାଲ୍ୟକାଳ ତାହା ପରିସ୍ଫୁଟିତ ହୋଇଥିଲା। ତେଣୁ ଆମେ ପିଲାବେଳେ କବିତା ପାଠ କରୁଥିଲୁ, ତୁମ ପରି ଛୋଟ ପିଲାଟିଏ ଚେହେରାଟି ତାର ଗୌର ତାର ବୁଦ୍ଧିରେ ତାର ସରିକିଏ। ତାର କିଛି କଳ ପରେ ଛାଡ଼ି ଆସିଥିଲା ଦିନେ ଝଡ଼ି, ବାହାରିଲା ସିଏ ପାଠ ପଢ଼ି। ରାସ୍ତାରେ ପଡ଼ିଛି, ଗୋଡ଼ ଖସି ଯାଇଛି, କର୍ଦ୍ଦମାକ୍ତ ଶରୀରରେ ଘରକୁ ନ ଆସି ସ୍କୁଲକୁ ଯାଇଛି। ବିଦ୍ୟାଳୟର ଶିକ୍ଷକ ଛାତ୍ରଟିର ଏ ଅବସ୍ଥା ଦେଖି ଦ୍ୱନ୍ଦ୍ୱରେ ପଡ଼ିଛି, କିନ୍ତୁ ପିଲାଟି ସତ୍ୟ ପ୍ରକାଶ କରିଛି ଯେ ମୋତେ କେହି ଫେରି ଦେଇନାହାନ୍ତି, ମୁଁ ନିଜେ ପଡ଼ିଯାଇଛି। ତାପରେ ପିଲା ଦଶହରା ଛୁଟି ବେଳ, ସାଙ୍ଗସାଥିଙ୍କୁ କଲା ବେଳ, ତାପରେ ବାଲିବୁଡ଼ି ପାଟି ପକାଇ ଗ୍ରାମ ରାସ୍ତାକୁ କଲା ସହ। ସେଦିନ ସେଇ ପିଲା ଭବିଷ୍ୟତରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଜନକ ରୂପେ ଭୂମିକା ନିଭେଇଥିଲା। ଠିକ୍ 100 ବର୍ଷ ପରେ ଅର୍ଥାତ୍ 1903ରେ ମଧୁବାବୁ ଏକ ସଂଗଠନ ଗଠନ କରିଥିଲେ ଏବଂ ସେହି ସଂଗଠନଟି ଥିଲା ଉତ୍କଳ ସଂଘ ଏବଂ ତାର ପ୍ରଥମ ଅଧିବେଶନ କଟକଠାରେ ଅନୁଷ୍ଠିତ ହୋଇଥିଲା। କେବଳ ମଧୁବାବୁ ନୁହନ୍ତି, ତାଙ୍କ ସହିତ କାନ୍ଧକୁ କାନ୍ଧ ମିଶାଇ ଆଗେଇ ଆସିଥିଲେ ତତ୍କାଳୀନ ବୀର ଓଡ଼ିଆ ଭାଷାର ସୁରକ୍ଷାକାରୀ ସୈନିକ। ସେମାନଙ୍କ ଭିତରେ ଅଗ୍ରଗଣ୍ୟ ରୂପେ ବ୍ୟାସକବି ଫକୀରମୋହନ ସେନାପତି, ବାଗ୍ମୀ ବିଶ୍ୱନାଥ କର, ଭକ୍ତକବି ମଧୁସୂଦନ ରାଓ, କବିବର ରାମନାଥ ରାୟ ଏବଂ ଅନେକ ରାଜା ଯେମିତିକି ଶ୍ରୀରାମଚନ୍ଦ୍ର ଭଞ୍ଜଦେବ, କନିକାର ରାଜା, ଏମାନଙ୍କର ପ୍ରଗାଢ଼ ପ୍ରଚେଷ୍ଟା ଦ୍ୱାରା ଶେଷରେ ଇଂରେଜ ସରକାର ଓଡ଼ିଶା ଦାବି ନିକଟରେ ମତାମତ କଲେ ଏବଂ ସମଗ୍ର ଭାରତ ବର୍ଷରେ ସର୍ବପ୍ରଥମ ଭାଷାଭିତ୍ତିକ ରାଜ୍ୟ ରୂପେ ଓଡ଼ିଶା 1936 ମସିହା ଏପ୍ରିଲ 1 ତାରିଖରେ ସ୍ୱତନ୍ତ୍ର ପ୍ରଦେଶ ରୂପେ ଆବିର୍ଭୂତ ହେଲା। କିନ୍ତୁ ଦୁଃଖ ଓ ପରିତାପ ବିଷୟ, ସେତେବେଳକୁ କୁଳବୁଦ୍ଧ ଉତ୍କଳ ଗୌରବ ମଧୁବାବୁ ଏ ଖୁସିକୁ ଦେଖିବା ପାଇଁ ଇହଲୋକରେ ନଥିଲା। ତେଣୁ ଇଏ ହେଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସଂକ୍ଷିପ୍ତ ସମ୍ୟକ ସୂଚନା। ପ୍ରଥମେ ଆମେ ବର୍ତ୍ତମାନ ବିଷୟବସ୍ତୁ ବୁଲେଇବା। ଓଡ଼ିଆ ଜାତୀୟତାର ବିକାଶ
सारा भारत में मुसलमान शासन प्राधान्य थिलाबेले ओडिशा रे हिंदू राजा माने उत्कलीय सभ्यता और संस्कृतिर उत्कट साधन करते 1568 मसीह ओडिशा तार स्वाधीनता प्रथमे अफगान और परे परे मुगल और मराठा शासक ओडिशा को शासन एवं 1803 रे ओडिशा इंग्रेज मानक अधीन को तेणु ओडिशार शेष हिंदू राजा रूपे आमे मुकुंद देव ग्रहण कर कारण से 1559 1568 पर्यंत राजनीति एवं यही समय श्री चैतन्य आगमन है एवं समस्ते वैष्णव धर्म मजी जाई भगवान को प्रेम लीला निजुक्त पाइक माने पाइक आंकड़ा को भूल गले तेणु प्रतापरुद्रदेव ठारू ओडिशा धीरे धीरे दुर्बल तेणु ओडिशा स्वतंत्र प्रदेश गठन होगापाई जो कारण गुड़िक दायी तन्मध्य 1866 नौक दुर्भिक्ष अन्यतम कारण रूपे विवेचना कर कारण यही समय एक परिवर्तन आशारे ओडिशावासी मनरे उत्साह एवं जातीय चेतनार भावना आनीदेला शिक्षित युवगोष्ठी ओडिशावासी एक नूतन ओडिशार निर्माण स्वप्न देखिले यह नवजागरण को अधिक त्वरान्वित कर कथार अच्छी गोटे राज्य हो गोटे देश हो जदि से देश से राज्य में शिक्षार अवनति घटे धीरे धीरे से राज्य पतन अभिमुखी हो चलता एवं गोटे राज्य गोटे देशर उन्नति हुए स्वाधीनता पाइपारे जिते बड़े शिक्षार प्रसार हुए कारण जिते बड़े राजा राममोहन राय बेंटिंग लॉर्ड बेंटिंग द्वारा भारत वर्ष में इंग्रेजी शिक्षा को लागू कले अनेक यहाँ विरोध करते जे आमे एक विदेशी भाषा अर्थात जो मैंने हमको शासन कर भाषा को अजथा शिक्षा करने उचित नहीं किंतु से इंग्रेज भाषा ही कुमारी हिमालय अर्थात उत्तर में काश्मीर ठार आरंभ कर दक्षिण में कन्याकुमारी पश्चिम गुजरात कच्छ ठार पूर्व अरुणाचल प्रदेश पर्यंत ए समग्र भारत भूखंड को जदि एकतार सूत्र किए बांधि दी थाए तेरे से हूँ इंग्रेजी भाषा कारण भारत एभली एक देश जो संविधान स्वीकृत 22 भाषा एवं 1500 रु अधिक आंचलिक भाषार प्रचलन देखा तेणु
ଭାବର ଆଦାନ ପ୍ରଦାନ, ଚିନ୍ତାର ଐକ୍ୟୀକରଣ ଭିନ୍ନ ଭିନ୍ନ ଭାଷାରେ ସମ୍ଭବପର ନୁହେଁ। ଯେଉଁମାନେ ସେଦିନ ଇଂରେଜ ଭାଷା ପ୍ରଚଳନକୁ ବିରୋଧ କରୁଥିଲେ, ପରବର୍ତ୍ତୀ ସମୟରେ ସେମାନେ ଇଂରେଜ ଭାଷାର ପରୋକ୍ଷରେ ଭାରତର ସ୍ୱାଧୀନତା ସଂଗ୍ରାମକୁ ଗତିଶୀଳ କରାଇବାରେ କେତେ ଦୂର ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ତାହା ଜାଣିପାରିଥିଲେ। ତେଣୁ ଗୋଟେ ରାଜ୍ୟ ହେଉ ବା ଦେଶ ହେଉ, ଶିକ୍ଷାର ପ୍ରସାର ହେବା ନିହାତି ଆବଶ୍ୟକ। ମୁଁ କହିଛି ବାରମ୍ବାର ଯେ ଆମର ପଡ଼ୋଶୀ ରାଜ୍ୟ କଲିକତା ବା ପଶ୍ଚିମବଙ୍ଗ ଓଡ଼ିଆ ଭାଷାକୁ ଲୋପ କରିବା ପାଇଁ ଏକ ଭୟାନକ ଷଡ଼ଯନ୍ତ୍ର ରଚନା କରିଥିଲେ। କିନ୍ତୁ ଆମର ବରପୁତ୍ରମାନେ ସେମାନଙ୍କର ସେହି ଷଡ଼ଯନ୍ତ୍ରକୁ ବନ୍ଦ କରିଦେଇଥିଲେ। ଇଂରେଜୀ ଭାଷାର ପ୍ରଚଳନ ଫଳରେ ଏକ ଉଦ୍ଦେଶ୍ୟପୂର୍ଣ୍ଣ ଓ ସଂଗଠିତ ଜାତୀୟ ଜାଗରଣ ସୃଷ୍ଟି ହେଲା। 1823ରେ ଖ୍ରୀଷ୍ଟିଆନ ଧର୍ମ ପ୍ରଚାରକ ମାନେ, ଯେଉଁମାନଙ୍କୁ ଆମେ ପାଦ୍ରୀ ବୋଲି କହିଥାଉ, 1823ରେ କଟକରେ ଏକ ହିତକାରୀ ଦାତବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କଲେ। 1841ରେ ସରକାର ସେହି ଶିକ୍ଷାନୁଷ୍ଠାନର ପରିଚାଳନା ଭାର ହାତକୁ ନେଲେ। 1854 ମସିହାରେ ଚାର୍ଲସ ଉଡ୍ ପାଠ୍ୟକ୍ରମ ସଂସ୍କାର ନିୟମ ପ୍ରଣୟନ ଓ 1857 ମସିହାରେ କଲିକତା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓଡ଼ିଶାରେ ଶିକ୍ଷାର ପ୍ରସାର ଦିଗରେ ସହାୟକ ହେଲା। 1858 ମସିହାରେ ଓଡ଼ିଶାର ପୁରୀ, କଟକ ଓ ବାଲେଶ୍ୱର ଜିଲ୍ଲାର ସଦର ମହକୁମାରେ ଥିବା ଗୋଟିଏ ଲେଖାଏଁ ସ୍କୁଲ ସରକାରୀ ଓ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟ, ଏହିପରି ମୋଟ 33ଟି ବିଦ୍ୟାଳୟ ଥିଲା। 1858 ବିଦ୍ୟାଳୟର ସଂଖ୍ୟା ବୃଦ୍ଧି ଓ ସେଗୁଡ଼ିକ ସରକାର ଅନୁଦାନ ପ୍ରଦାନ ବହୁତ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିଥିଲା। 1867ରେ କଟକ ଜିଲ୍ଲା ସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଇଣ୍ଟରମିଡିଏଟ୍ ମହାବିଦ୍ୟାଳୟ ଭାବେ ଉନ୍ନୀତ କରାଗଲା ଏବଂ ଏହା କଲିକତା ବିଶ୍ୱବିଦ୍ୟାଳୟ ସହ ବନ୍ଧିତ, ଯେଉଁଟାକୁ ଇଂଲିଶରେ କହନ୍ତି ଆଫିଲେଟେଡ୍। 1868 ଜାନୁଆରୀ 20ରୁ ଏଠାରେ ମାତ୍ର 1866ରେ ପ୍ରତିଷ୍ଠିତ ବିଦ୍ୟାଳୟରୁ ମାତ୍ର 6 ଜଣ ଛାତ୍ର ଶିକ୍ଷାଦାନ ଆରମ୍ଭ କରିଥିଲେ ଏବଂ ସେଇଠାରୁ ମଧୁବାବୁ BA ପାସ୍ କଲେ 1870ରେ, 1873ରେ MA ପାସ୍ କଲେ, 1878ରେ BA ପାସ୍ କଲେ ଏବଂ ସେ ପ୍ରଥମ ଓଡ଼ିଆ ଭାବେ ପ୍ରଥମ ସ୍ନାତକୋତ୍ତର ପ୍ରଥମ ଆଇନ ସ୍ନାତକ ଭାବରେ ଗୌରବ ଅର୍ଜନ କଲେ। ପରବର୍ତ୍ତୀ ସମୟରେ ସେହି ବିଦ୍ୟାଳୟକୁ ମହାବିଦ୍ୟାଳୟକୁ ରେଭେନ୍ସା ସାର୍ଙ୍କ ନାଁରେ ନାମିତ କରାଯାଇଛି। ଓଡ଼ିଶାର ନୂତନ ବୁଦ୍ଧିଜୀବୀମାନେ ଓଡ଼ିଆ ଭାଷା ଓ ସଂସ୍କୃତି ତଥା ଓଡ଼ିଆମାନଙ୍କର ଏକତ୍ରୀକରଣ ପାଇଁ ସ୍ୱର ଗ୍ରହଣ କଲେ। ଶିକ୍ଷା ଅନୁଷ୍ଠାନଗୁଡ଼ିକ ଯେଭଳି ଓଡ଼ିଶାକୁ ଏକତ୍ରୀକରଣ କରିବାରେ ସହାୟତା କରିଥିଲେ,
ଓଡ଼ିଆ ଭାଷା ସାହିତ୍ୟ ଓ ସମ୍ବାଦପତ୍ର ଭୂମିକା ମଧ୍ୟ କୌଣସି କୂଳରେ କମ୍। ବ୍ୟାସକବି ଫକୀରମୋହନ ସେନାପତି, କବିବର ରାଜନାଥ ରାୟ, କର୍ମବୀର ଗୌରୀଶଙ୍କର ରାୟ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ନାମରେ ସମ୍ବାଦପତ୍ର ମାନେ ପରିପ୍ରକାଶ କରି ଓଡ଼ିଆ ଭାଷା ସାହିତ୍ୟର ବିକାଶ, ଓଡ଼ିଆମାନଙ୍କୁ ଏକତ୍ରିତ କରିବାରେ ମୁଖ୍ୟ ଭୂମିକା ନିଭାଇଥାଏ। ଏବଂ ସମ୍ବାଦପତ୍ର ବା ସାହିତ୍ୟ ମୁଖ୍ୟ ଭୂମିକା ନିଭାଇଥାଏ ମୁଦ୍ରଣ ଯନ୍ତ୍ର। 1837ରେ ପ୍ରଥମେ ମୁଦ୍ରଣ ଯନ୍ତ୍ର ଓଡ଼ିଶାର କଟକକୁ ଆସିଥିଲା। କଟକ ମିଶନ ପ୍ରେସ୍ ନାମରେ ପ୍ରତିଷ୍ଠିତ ହୋଇଥିଲା। 1866ରେ ଗୌରୀଶଙ୍କର ରାୟଙ୍କ ଦ୍ୱାରା ଉତ୍କଳ ଦୀପିକା, 68ରେ ବାଲେଶ୍ୱର ଫକୀରମୋହନଙ୍କ ଦ୍ୱାରା ବୋଧଦାୟିନୀ ସମ୍ବାଦବାହିକା, ପଣ୍ଡିତ ବିଦ୍ୟାରତ୍ନ ନୀଳମଣିଙ୍କ ଦ୍ୱାରା 1899ରେ ବାମୁଣ୍ଡାରୁ ସମ୍ବଲପୁର ଦ୍ୱିତୀୟ ଶ୍ରେଣୀ ସମ୍ବାଦପତ୍ରଗୁଡ଼ିକ ଓଡ଼ିଶାର ସମସ୍ୟାଗୁଡ଼ିକ ପ୍ରତି ଜନମତ ସଂଗ୍ରହ କରିବା ଓ ଓଡ଼ିଆ ଜାତୀୟ ଚେତନା ବୃଦ୍ଧି କରିବାରେ ସହାୟକ ହୋଇଥିଲା। 1803 ଇଂରେଜମାନେ ଓଡ଼ିଶା ଅଧିକାର କଲେ। ମୁଖ୍ୟତଃ କଟକ, ପୁରୀ ଓ ବାଲେଶ୍ୱରକୁ ନେଇ ସେମାନେ ଶାସନ କରୁଥିଲେ। 1849ରେ କଟକର କଲେକ୍ଟର ବଙ୍ଗଳା ଭାଷାକୁ ସରକାରୀ ଭାଷା ରୂପେ ସ୍ୱୀକୃତି ପ୍ରଦାନ କରିଥିଲେ। 1849 ବଙ୍ଗଳା ଭାଷା। ଛାପାଖାନାର ଅଭାବ ଓ ବୁଦ୍ଧିଜୀବୀଙ୍କ ସ୍ୱଳ୍ପତା ହେତୁ ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ ସଂଖ୍ୟା ବହୁତ କମ୍ ଥିଲା। ଏହି ଅସୁବିଧା ଆଳରେ କେତେକ ପ୍ରଭାବଶାଳୀ ବ୍ୟଙ୍ଗ୍ୟ ବ୍ୟକ୍ତି, ଯେମିତିକି କହିଥିଲେ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ, ଓଡ଼ିଶାର ବିଦ୍ୟାଳୟମାନଙ୍କର ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗଳା ଭାଷାର ପ୍ରଚଳନ ପାଇଁ ଉଦ୍ୟମ ଆରମ୍ଭ କରିଦେଇଥିଲେ। ଏପରିକି ସେମାନେ ବ୍ୟାସକବି ଫକୀରମୋହନ ସେନାପତିଙ୍କୁ ସାଲା ରିଙ୍ଗ ମାଷ୍ଟର ନାମରେ ନାମିତ କରିଥିଲେ। ତତ୍କାଳୀନ ମାଡ୍ରାସ ପ୍ରଦେଶ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାରେ ତେଲୁଗୁ ସରକାରୀ ଭାଷା ରୂପେ ପ୍ରଚଳିତ ହେବା ଫଳରେ ଓଡ଼ିଆ ଭାଷା ଅନ୍ୟ ଏକ ଦିଗରୁ ଅବହେଳିତ ହେଲା। ଗୋଟିଏ ଗୋଟିଏ ବଙ୍ଗଳା ଭାଷା, ଗୋଟିଏ ଗୋଟିଏ ତେଲୁଗୁ ଭାଷା। ସମ୍ବଲପୁରରେ ହିନ୍ଦୀ ଭାଷା ଓଡ଼ିଆ ଭାଷାକୁ ଶକ୍ତ ଧକ୍କା ଦେଇଥିଲା। ଏହିଭଳି ସମୟରେ ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରାତଃସ୍ମରଣୀୟ ମଧୁସୂଦନ ଦାସ, ଗୋପାଳ ଚନ୍ଦ୍ର ପ୍ରହାସ, ଲକ୍ଷ୍ମୀକାନ୍ତ ମହାପାତ୍ର, ଗୋପବନ୍ଧୁ ଦାସ, ରାଧାନାଥ ରାୟ, ମଧୁସୂଦନ ରାଓ, ଗଙ୍ଗାଧର ମେହେର ପ୍ରଭୃତି ଆଧୁନିକ ଓଡ଼ିଆ ସାହିତ୍ୟର ପୁରୋଧାଗଣ ଜାତୀୟତାବାଦୀ ଲେଖା ମାଧ୍ୟମରେ ଓଡ଼ିଶାର ନରନାରୀଙ୍କୁ ଉଦ୍ବୁଦ୍ଧ କରିଥିଲେ। ତେଣୁ ସାହିତ୍ୟ ସମ୍ବାଦପତ୍ରର ଭୂମିକା ସହିତ ବିଭିନ୍ନ ଅଞ୍ଚଳରେ ଗଢ଼ି ଉଠୁଥିବା ଅନୁଷ୍ଠାନମାନେ ମଧ୍ୟ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। 1882ରେ ରାଧାନାଥ ରାୟ, ପ୍ୟାରୀମୋହନ ଆଚାର୍ଯ୍ୟ, ଗୌରଶଙ୍କର ରାୟ କଟକରେ ଉତ୍କଳ ସଭା ନାମକ ଏକ ଅନୁଷ୍ଠାନ ଗଠନ କରିଥିଲେ, ଯାହାର ମୂଳ ଲକ୍ଷ୍ୟ ଥିଲା ଭାଷା ସାହିତ୍ୟକୁ ବଞ୍ଚାଇବା, ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ କରିଥିଲେ। ସେହିପରି ବାଲେଶ୍ୱରରେ ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା, ଉତ୍କଳ ଉଲ୍ଲାସିନୀ ସଭା, ବ୍ରହ୍ମପୁରରେ ଉତ୍କଳ ହିତବାଦିନୀ ସଭା ଆଦି ଅନୁଷ୍ଠାନ ଗୁଡ଼ିକ ଓଡ଼ିଆ ଜାତୀୟ ଜାଗରଣକୁ ଆଗେଇ ନେଇଥିଲେ। ଠିକ୍ ଏହି ସମୟରେ ଧର୍ମର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା।
ଖ୍ରୀଷ୍ଟିଆନ ପାଦ୍ରୀମାନଙ୍କ ଦ୍ୱାରା ଖ୍ରୀଷ୍ଟ ଧର୍ମର ଆଗମନ ଏବଂ ରାଜା ରାମାନ ରାୟଙ୍କ ଦ୍ୱାରା ପ୍ରତିଷ୍ଠିତ ବ୍ରାହ୍ମ ଧର୍ମ ଓଡ଼ିଶାବାସୀଙ୍କୁ ପାଶ୍ଚାତ୍ୟମୁଖୀ ବା ଯେଉଁଟା କହନ୍ତି ଆଧୁନିକୀକରଣ ବା ମଡର୍ଣ୍ଣାଇଜେସନ୍ ବା ୱେଷ୍ଟର୍ଣ୍ଣାଇଜେସନ୍ ଦିଗକୁ ଆଗେଇ ନେଇଥିବା ବେଳେ ଓଡ଼ିଶା ଭୂଖଣ୍ଡରେ ଏକ ସ୍ୱତନ୍ତ୍ର ଧର୍ମର ନୂତନ ଧର୍ମର ଅଭ୍ୟୁତ୍ଥାନ ଘଟିଥିଲା, ଯାହାକୁ ଆମେ ମହିମା ଧର୍ମ କହିଥାଉ। ଏବଂ ଏହି ମହିମା ଧର୍ମର ଏକ ଉକ୍ତି ଆମର ଭାରତବର୍ଷର ସଂସଦ ବା ପାର୍ଲାମେଣ୍ଟର ହଲ୍ରେ ସ୍ୱର୍ଣ୍ଣାକ୍ଷରରେ ଲେଖାଯାଇଛି, ମୋ ଜୀବନ ପଛେ ଦର୍କେ ପଡ଼ିଥାଉ ଜଗତ ଉଦ୍ଧାର କରୁ। ଏହି ଧର୍ମ ଓଡ଼ିଶାବାସୀଙ୍କୁ ଏକତ୍ରୀକରଣ କରିବାରେ ମଧ୍ୟ ମୁଖ୍ୟ ଭୂମିକା ନିର୍ବାହ କରିଛି। ଏହା ସହିତ ଶେଷରେ ଆସୁଛି ଇଂରେଜମାନଙ୍କର ଜନହିତକର କାର୍ଯ୍ୟକ୍ରମ, କାରଣ ଏକ ଭୟାନକ ଦୁର୍ଭିକ୍ଷ ଯାହାକୁ ଓଡ଼ିଶା 1866ରେ ସାମ୍ନା କରିଥିଲା ଏବଂ ସେ ସମୟରେ ଏହି ଦୁର୍ଭିକ୍ଷରେ 10 ଲକ୍ଷ ଓଡ଼ିଶାବାସୀ ମୃତ୍ୟୁବରଣ କରିଥିଲେ। ତେଣୁ ଯେଉଁଟା ଆଜିକାଲି ଆମେ କହୁଛୁ ଫୁଡ୍ ଫର୍ ୱାର୍, ସେ ସମୟରେ ଯେଉଁ ସରକାରୀ ପଦସ୍ଥ ଅଧିକାରୀମାନେ ଥିଲେ ଜଳ ସମସ୍ୟାକୁ ଦୂର କରିବା ପାଇଁ ଆଳି ଏବଂ ଅନ୍ୟାନ୍ୟ ସ୍ଥାନର ଜଳବନ୍ଧ ଗୁଡ଼ିକୁ ପୁନରୁଦ୍ଧାର କରିଥିଲେ। ତାଳଦଣ୍ଡା କେନାଲ ତାହା ମଧ୍ୟ ନିର୍ମିତ ହୋଇଥିଲା। ଏହା ଫଳରେ ଓଡ଼ିଶାମାନଙ୍କ ଭିତରେ ଓଡ଼ିଆମାନଙ୍କ ଭିତରେ ଏକତା ଭାବ ଉଦ୍ରେକ ହୋଇଥିଲା। ଶେଷରେ ଜାତୀୟ କଂଗ୍ରେସର ଅବଦାନ ମଧ୍ୟ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନରେ କମ୍ ନଥିଲା। ଜାତୀୟ ସ୍ତରର ନେତା ଜାତିର ପିତା ମହାତ୍ମା ଗାନ୍ଧୀ, ରାଜ୍ୟସ୍ତରୀୟ ନେତା ପଞ୍ଚସଖାର ମୁଖ୍ୟ ପଣ୍ଡିତ ଉତ୍କଳଚନ୍ଦ୍ର ଗୋପବନ୍ଧୁ ଦାସ ବାରମ୍ବାର ଜାତୀୟ ସ୍ରୋତର ଆହ୍ୱାନ କ୍ରମେ ଓଡ଼ିଶା ଭୂଖଣ୍ଡର ବିଭିନ୍ନ ଜାଗାରେ କଟକ, ପୁରୀ ଆଦି ସ୍ଥାନମାନଙ୍କରେ ଜନସଭାମାନ ଆୟୋଜନ କରିଥିଲେ ଏବଂ ସେ ମହାତ୍ମା ଗାନ୍ଧୀଙ୍କୁ ଦର୍ଶନ କରିବା ହେଉ କି ତାଙ୍କ ସଭାରେ ତାଙ୍କର ଭାଷଣ ଶୁଣିବା ପାଇଁ ହେଉ କି ଭାରତର ଜାତୀୟ ସ୍ରୋତରେ ଉଦ୍ଭୂତ ପାଇଁ ହେଉ, ବହୁ ଓଡ଼ିଆ ଗ୍ରାମ ସହରରୁ ଆସିଥିଲେ। ଫଳରେ ସେମାନଙ୍କ ଭିତରେ ଏକତା ଆହୁରି ଅଧିକ ଦୃଢ଼ୀଭୂତ ହୋଇଥିଲା। ଏହା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଆଜିକାର ବିଷୟବସ୍ତୁରେ ଆମେ ଓଡ଼ିଶାର ପରାଧୀନତା ବିଷୟରେ ପଢ଼ିଲୁ, ଓଡ଼ିଆ ଭାଷାର ପତନ ବିଷୟରେ ଜାଣିଲୁ, ପଡ଼ୋଶୀ ରାଜ୍ୟମାନଙ୍କର ଚକ୍ରାନ୍ତ ବିଷୟରେ ଜାଣିଲୁ ଏବଂ କେଉଁ କେଉଁ ମହାପୁରୁଷମାନେ ଓଡ଼ିଆ ଭାଷା ସାହିତ୍ୟ ଓଡ଼ିଶାକୁ ବଞ୍ଚି ରଖିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଜାଣିଲୁ ଏବଂ ଇଂରେଜୀ ଶିକ୍ଷାର ଅବଦାନ ମଧ୍ୟ ଜାଣିଲୁ। ଜାତୀୟ କଂଗ୍ରେସର ଜାତୀୟ ଆନ୍ଦୋଳନ ମହାସ୍ରୋତ କଥା ମଧ୍ୟ ଆମେ ଜାଣିଲୁ। ଏହିସବୁ କାରଣ ଗୁଡ଼ିକ ଯୋଗୁଁ ଓଡ଼ିଶାବାସୀ ଏକ ହେଲେ ଏବଂ 1903ର ଉତ୍କଳ ସମ୍ମିଳନୀ ଯେଉଁ ଉଦ୍ଦେଶ୍ୟ ନେଇକି ଜନ୍ମ ନେଇଥିଲା ତାହା 1936 ଏପ୍ରିଲ 1ରେ ସଫଳ ହେଲା। ଆସନ୍ତା କ୍ଲାସରେ ଆମେ ଉତ୍କଳ ସମ୍ମିଳନୀ ବିଷୟରେ ଆଲୋଚନା କରିବା। ଧନ୍ୟବାଦ।
Like, comment, and subscribe.